ଆଠମଲ୍ଲିକ ବନଖଣ୍ଡ ରାଜିଂ ଗ୍ରାମରେ ଏବେ ହାତୀ ଭୟ। 30 ଟିକିଆ ହାତୀପଲ ଏହି ଗାଁର ଆଖପାଖରେ ଘୁରି ବୁଲୁଥିବାରୁ ଚାଷୀ ଏବେ ଚିନ୍ତାରେ। ସଞ୍ଜ ନଇଲା ମାତ୍ରେ ହାତୀପଲ ଧାନ କ୍ଷେତକୁ ମାଡ଼ି ଆସୁଛନ୍ତି ଏବଂ ଧାନ କ୍ଷେତକୁ ମାଡ଼ି ଆସିବା ଫଳରେ ଲୋକେ ସନ୍ଧ୍ୟା 4ଟା ହେଲା ମାତ୍ରେ ଲୋକଙ୍କର ତାଟି କବାଟ ପଡ଼ୁଛି ଏବଂ ସନ୍ଧ୍ୟା ସମୟରେ ଲୋକ ଯିବା ଆସିବାକୁ ଭୟ ମଣ କରୁଛନ୍ତି। ଏହି କ୍ରମରେ ଗତ ଶନିବାର ଦିନ ଏକ 5 ବର୍ଷର ହାତୀ ଛୁଆକୁ ବନ ବିଭାଗ ଉଦ୍ଧାର କରିଛି। ସୂଚନା ମୁତାବକ 30 ଟିକିଆ ହାତୀ ପଲ ଭିତରୁ ଏହି ହାତୀ ଛୁଆଟି ଗୋଠ ଛାଡ଼ି ଚାଲି ଆସିଥିବା ସମୟରେ ଗାଁର ବିଲରେ ରହିଥିବା ଏକ କୂଅରେ ହାତୀ ଛୁଆଟି ପଡ଼ିଯାଇଥିଲା। ଏବେ ଖବର ପାଇ ବନ ବିଭାଗ କର୍ମଚାରୀ ଯାଇ ଏହି ହାତୀ ଛୁଆଟିକୁ ଉଦ୍ଧାର କରିଥିଲେ। ପ୍ରଥମେ ହାତୀ ଛୁଆଟିକୁ ଯିବା ପାଇଁ ରାସ୍ତା ପାଇଁ ଏକ ଜେସିବି ସାହାଯ୍ୟରେ ମାଟି ଖୋଳିଥିଲେ ଏବଂ ମାଟି ଖୋଳିଦେବା ଫଳରେ କିଛି ସମୟ ପରେ ହାତୀ ଛୁଆଟି ନିଜ ବଳ ଲଗାଇ ସେଇ ମାଟି ଉପରକୁ ଚାଲି ଆସିଥିଲା ଏବଂ ମାଟି ଉପରକୁ ଚାଲି ଆସିବା ପରେ ହାତୀ ଛୁଆଟି ଜଙ୍ଗଲ ଭିତରକୁ ଚାଲି ଯାଇଥିବାର ସୂଚନା ମିଳିଛି। ହେଲେ ଏ ହାତୀ ଛୁଆଟି ଚାଲିଯିବା ପରେ ବି ଏବେ ରାଜିଂ ଗ୍ରାମରେ ହାତୀଙ୍କ ଉପଦ୍ରବର ଉତ୍ପାତ କମି ନାହିଁ ଏବଂ ହାତୀ ଭୟରେ ଲୋକେ ଗାଁ ଦାଣ୍ଡ ସଞ୍ଜ ହେଲେ କବାଟ ପଡ଼ୁଛି। ଏନେଇ ସ୍ଥାନୀୟ ଅଞ୍ଚଳବାସୀ କ'ଣ କହୁଛନ୍ତି ତାଙ୍କ ପ୍ରତିକ୍ରିୟା ଶୁଣି ନେବା। କେତେ ହାତୀ ପଲ ଅଛନ୍ତି? କେତେ ଖଣ୍ଡେ ହାତୀ? ଆଜ୍ଞା ପଟ 10-12 ଆଜ୍ଞା। ଆଜି କ'ଣ ହେଲା? ଆଜି କେଉଁଠୁ ଗୋଟେ ହାତୀକୁ ଉଦ୍ଧାର କଲେ? ହଁ ଗୋଟେ କୂଅରୁ। ଆଉ କେତେ ଲୋକଙ୍କର ଖଣ୍ଡେ ଖାଇଲେଣି ଧାନ? ଯାହା ବହୁତ ଲୋକଙ୍କର ଖାଇଲେଣି। ହେଲା ପାଇଥିବେ କି ନାଇଁ ପାଇଥିବେ କେମିତି ଜାଣମା ହେଲେ ପାଇଥିବେ ବି ନାଇଁ। କେତେ ମାନେ କେଉଁ ମାସରୁ ହାତୀ ଆସନ୍ତି? କେଉଁ ମାସ ତକ ରୁହନ୍ତି ଏ ଅଞ୍ଚଳରେ ହାତୀ? 12 ମାସି ଆଜ୍ଞା। ତାଙ୍କର ବି ଆଜି ମାଡ଼ି ଯାଉ ତାଙ୍କର ବି ଛାଡ଼ ହାତୀ ଜିନିଲେ 30-40 ଫୁଟ ଖଣ୍ଡେ ଅଛନ୍ତି ଏ ଗାଁ ଭିତରେ। ହଁ ଏ ରାଜି ଗାଁ ଭିତରେ ସବୁଦିନ ଡାଲି ହାତୀ ଗାଞ୍ଜା ପଟେ ଡାଲି ହାତୀ ବନ୍ଦ କରାଯାଇଛି। ବନ୍ଧ ଭିତରେ ପାଣି ପିଉତି ସନ୍ଧ୍ୟା ବେଳେ ବୁଡ଼ ହାତୀ ବାହାରୁଛନ୍ତି। ତାଙ୍କର ସବୁ ବିଲ ଖାଇଗଲାଣି। ତାଙ୍କର ନୂଆ ଗାଁରେ କେତେ ବିଲ ନଷ୍ଟ କରିଦେଲାଣି? ତଥାପି ହେଇଗଲାଣି 2-4 ଖଣ୍ଡ ବିଲ ପୁରା ବଡ଼ ବଡ଼ ବିଲ ସବୁ ଖାଇଦେଲେଣି। ଡର ଲାଗୁଛି କି ନାଇଁ? ଡର ଲାଗୁଛି ସାର୍ ତ ଜଗୁଛନ୍ତି ଆଉ ଜଗୁଛନ୍ତି। ହାତୀ ବାହାରିଲା ବାଣ ଫାଣ ଫୁଟେଇକି ଟଙ୍କା ଆଡ଼େ ଡର ତଡ଼ି ଦେଉଛନ୍ତି। ଫେଣେ ରାତି ଗୋଟାକରେ ଫେଣେ ଖାଉଛନ୍ତି। କେତେଟା ବେଳକୁ ଆସନ୍ତି ହାତୀ ଧାନ ବିଲକୁ? ସନ୍ଧ୍ୟାରେ 7ଟା-8ଟା ବେଳକୁ ବାହାରିବେ। ଫେଣେ ରାତି 1-12 ବେଳକୁ ଫେଣେ ବାହାରିବେ। କାଲି କେମିତି ଗୋଟେ ହାତୀ ପଡ଼ିଗଲା କୂଅରେ? କେମିତି କ'ଣ? କାଲି ସାର୍ କେତେବେଳକୁ ବାହାରିଲେ ଆମେ କିଏ ଜାଣିନାହିଁ। ଆମେ ଜାଣିନାହିଁ। ସକାଳେ ସେ କହିଲେ ହାତୀ କୂଅରେ ପଡ଼ିଛି ବୋଲି ଏଇଟା ଜେସିବି ଦେଲେ ଉଠେଇଲା। ଜେସିବିରେ ଉଠେଇଲେ? ଜେସିବି ଉଠେଇଲେ ଜେସିବି ଖୋଳି ସେ ତାମକୁ ଉଠିଲା। ଆଉ ତ ଏତେ ପଥର ଟଙ୍କା ବଟେ ଖାଉଛନ୍ତି। କ'ଣ ନଷ୍ଟ କରୁଛନ୍ତି ହାତୀ? ସବୁ ନଷ୍ଟ କଲେ ଧାନ ଗୁଡ଼ିକ ସବୁ। ଆଉ ଧାନ ଗୁଡ଼ିକ କରୁଛନ୍ତି। ଧାନ ଚାଷ ଧାନ ଖାଉଛନ୍ତି। ଆଉ ତାହେଲେ ଫସଲ ନଷ୍ଟ କରିଦେ ଚାଷୀ କ'ଣ ପାଇବେ? ଚାଷୀ କ'ଣ ପାଇବେ କ'ଣ ଆଜ୍ଞା ମୁଁ କ'ଣ କହିବି? କ'ଣ ପାଇବେ ନ ପାଇବେ ସରକାର ଯାହା ଦେଇପାରିବେ ଯଦି। କ୍ଷତିପୂରଣ ମିଳୁଛି? ଯେତିକ ସବୁ ଯେଉଁ ନଷ୍ଟ କରୁଛନ୍ତି ହାତୀ ନଷ୍ଟ କରୁଛନ୍ତି ତାଙ୍କ ଆଜ୍ଞା ସେ ତାଙ୍କ ଗାଁ ଲୋକ ଆମେ କ'ଣ ଜମି କହିଦିଅ ହାତୀ ନଷ୍ଟ